ଆଜି ସକାଳୁ ସକାଳୁ ମଉସା ମାଉସୀ ପୂଜା ବିଧି ସରାଇ ଧରିକି ବସି ପଡ଼ିଲେ ଚାହା କପେ କପେ ପିଇବା ପାଇଁ। ଚାହାଟା ପିଇ ସାରିଲା ପରେ ରିନାର ଡ୍ରେସ୍ ଡବଲ୍ ସିଲେଇ କରିବାରେ ଲାଗି ପଡ଼ିଲି। ଡବଲ୍ ସିଲେଇ ହେଇସାରିଲା ପରେ ପଳେଇଗଲି ରୋଷେଇ ଘରକୁ। ସୁଜି ହରିକା ଭଜାଭଜି କରିକି ସୁଜି ତିଆରି କରିଦେଲି। ଠିକ୍ ସେତିକି ବେଳକୁ ରିନା ଆସିଲେ, ଆଉ ଡ୍ରେସ୍ କେମିତି ହେଉଛି ମାପିଲେ, ଆଉ ତାଙ୍କର ଆଜି ଭୋଜି ଅଛି ମୋତେ ଡାକିକିରି ଗଲେ। ମୁଁ ପଳେଇଗଲି ଦେଖିବା ପାଇଁ। ଆରମ୍ଭ ହୋଇଗଲାଣି ତାଙ୍କର ଜେଜେମାଙ୍କର ଶ୍ରାଦ୍ଧ। ତାଙ୍କର ଭଉଣୀମାନେ ସବୁ ଆସିଛନ୍ତି, କୁଣିଆ ବନ୍ଧୁ କେତେ ଆସିଛନ୍ତି। ସବୁ ପରିବାପତ୍ର କିଏ କାଟୁଛନ୍ତି, ଦାସାବାବୁ ରୋଷେଇ କରୁଛନ୍ତି, ଆଉ ପିଲାମାନେ ସବୁ ମସଲା ଗୁଣ୍ଡ କରୁଛନ୍ତି। ପିଉସୀ ମାଉସୀ ଲାଗି ପଡ଼ିଛନ୍ତି କାକରା ପିଠା ଗଢ଼ିବାରେ, ଆଉ ଛାଣୁଛି ରିନା। ବନ୍ଧୁବାନ୍ଧବ ସମସ୍ତେ ଦେଖି ସାରିଲି। ଏଇଠି ଦେଖୁନାହାନ୍ତି ଆମର ଯା'ର 4 ଭଉଣୀ ଏକାପରି ଅଛନ୍ତି, ଆଉ ବସିଯାଇଛନ୍ତି ଗପିବାରେ। ଆଉ ପତ୍ର ପଡ଼ିଲାଣି, ଆଉ ପୂଜାବିଧି ସବୁ ସରିଲା ପରେ ପଡ଼ିଗଲା ଛିଞ୍ଚପତ୍ର। ତାପରେ ଆରମ୍ଭ ହୋଇଗଲା ଖିଆପିଆ। ଆଶା କରୁଛି ଆଜିର ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ